ଯେଉଁ ମହିଳା ଶାରୀରିକ ସମ୍ପର୍କ ବନାଇବା ସମୟରେ ପୁରୁଷ ଉପରେ ବସି ନିଜେ ନିଜେ ଝଟକା ମାରିବାକୁ ଲାଗନ୍ତି, ତେବେ ବୁଝି ଯାଆନ୍ତୁ ଯେ ସେ ଚରମ ଉତ୍ତେଜିତ ହୋଇସାରିଛନ୍ତି। ଶାରୀରିକ ସମ୍ପର୍କ ବନାଇବା ସମୟରେ ଯେତେବେଳେ ମହିଳାଙ୍କୁ ଚରମ ସୁଖ ମିଳିଥାଏ, ତେବେ ସେ ସେତେବେଳେ ନିଜ ପ୍ରାଇଭେଟ୍ ଅଙ୍ଗକୁ ଟାଇଟ୍ କରିବାକୁ ଲାଗିଯାଏ। ଆପଣ ଯେତେ ଅଧିକ ଅନ୍ୟ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବେ, ତେବେ ଆପଣ ନିଜ ଜୀବନକୁ ସେତେ ଅନ୍ଧକାର ଭିତରକୁ ଠେଲି ଦେବେ। ଝିଅମାନଙ୍କର ଶରୀର ଘୋଡ଼ାଇ ଦେଲେ ସୁନ୍ଦର ଦେଖାଯାଇଥାଏ। ତାପରେ ସେମାନେ କାନଫୁଲ ପିନ୍ଧନ୍ତୁ କିମ୍ବା ବିନ୍ଦି ପିନ୍ଧନ୍ତୁ, ସବୁକିଛି ଆହୁରି ଅଧିକ ସୁନ୍ଦର ଦେଖାଯାଇଥାଏ। ବିବାହ ପରେ ଯେତେବେଳେ ଆପଣଙ୍କୁ ଏପରି ଏକ ଜୀବନ ସାଥୀ ମିଳିଯାଏ, ଯିଏ କିଛି ନ କହି ମଧ୍ୟ ଆପଣଙ୍କ ହୃଦୟକୁ ବୁଝି ନେଇଥାଏ, ତେବେ ସେତେବେଳେ ଜୀବନ ଆହୁରି ଅଧିକ ସୁନ୍ଦର ହୋଇଯାଇଥାଏ। ଯେତେବେଳେ ମହିଳା ଜଣକ କଲମ ଉଠାଇଲେ, ତେବେ ସେ ପୁରୁଷଙ୍କୁ ଲେଖିଲେ ପ୍ରେମ, ସମ୍ମାନ, ଈଶ୍ୱର ଏବଂ ଯେତେବେଳେ ପୁରୁଷ ଜଣକ କଲମ ଉଠାଇଲେ, ତେବେ ସେ ମହିଳାଙ୍କୁ କେବଳ ପାଗଳ, ଚରିତ୍ରହୀନ, ଦୁର୍ବଳ ଲେଖିଲେ। ଯେଉଁ ସମ୍ପର୍କରେ ଆପଣ ନିଜକୁ ହଜାଇ ଦେଇଥାନ୍ତି, ତେବେ ସେହି ସମ୍ପର୍କ ଆଜି ନୁହେଁ ତ କାଲି ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଯନ୍ତ୍ରଣା ଦେବ। ଆପଣଙ୍କ ସାଥୀ ଯେତେ ବି ଗରିବ ହେଉନା କାହିଁକି, ସେ ଜଣେ ଭଲ ବ୍ୟକ୍ତି ହୋଇଥିବା ଉଚିତ, ଯିଏ ଆପଣଙ୍କୁ ସମ୍ମାନ କରୁଥିବ। କାରଣ ଦରିଦ୍ର ସହ୍ୟ କରାଯାଇପାରିବ, କିନ୍ତୁ ଜଣେ ଖରାପ ବ୍ୟକ୍ତିଙ୍କ ସହିତ ଜୀବନ ସହ୍ୟ କରାଯାଇପାରିବ ନାହିଁ। ଶାରୀରିକ ସମ୍ପର୍କ ବନାଇବା ସମୟରେ ଯଦି ସ୍ତ୍ରୀ ପ୍ରାଇଭେଟ୍ ଅଙ୍ଗରୁ ପଚ୍ ପଚ୍ ଆବାଜ ନ ଆସେ, ତେବେ ବୁଝି ଯାଆନ୍ତୁ ଯେ ସ୍ତ୍ରୀ ଏବେ ଯାଏଁ ବି ସନ୍ତୁଷ୍ଟ ହୋଇନାହାନ୍ତି।